आज मे 4 तारिख रविवार 2025। आसतु नजर पकाइबा सकाळर मुख्य खबर उपरे। आरसीबी ପାଇଁ 300 ଛକା ମାରି ପ୍ରଥମ ବ୍ୟାଟ୍ସମ୍ୟାନ ହେଲେ ବିରାଟ କୋହଲି। ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ 300 ଛକା ମାରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଆରସିବି ପାଇଁ ଏପର୍ଯ୍ୟନ୍ତ ଆଇପିଏଲରେ 290 ଓ ଚାମ୍ପିୟନ୍ସ ଲିଗ୍ରେ ଟି20ରେ 14ଟି ଛକା ମାରିଛନ୍ତି। ଏହି ତାଲିକାରେ 263ଟି ଛକା ସହ କ୍ରିସ୍ ଗେଲ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ 248ଟି ଛକା ମାରି এবି ଡିଭିଲିୟର୍ସ ତୃତୀୟ ସ୍ଥାନରେ ରହିଛନ୍ତି। ସୂଚନା ଥାଉ କି ଶନିବାର ସିଏସ୍କେ ବିପକ୍ଷରେ ବିରାଟ 5ଟି ଛକା ମାରିଛନ୍ତି। ପୁନଃ ବିପୁଳ ବିଜୟ ପାଇଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କୁ ଅଭିନନ୍ଦନ ଜଣାଇଲେ ପିଏମ୍ ମୋଦି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବେ ଆନ୍ଥୋନି ଆଲବାନିଜ୍ ପୁନଃ ନିର୍ବାଚିତ ହେବା ପରେ ପିଏମ୍ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆନ୍ଥୋନିଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖୁଥିବା ମୋଦି ଏହାକୁ ବିପୁଳ ବିଜୟ ଭାବରେ ଅଭିହିତ କରିଛନ୍ତି। ସେ କହିଛନ୍ତି, ବିପୁଳ ଜନାଦେଶ ଆପଣଙ୍କ ନେତୃତ୍ୱ ପ୍ରତି ଅଷ୍ଟ୍ରେଲିଆ ଲୋକଙ୍କର ସ୍ଥାୟୀ ବିଶ୍ୱାସକୁ ସୂଚିତ କରୁଛି। ମୁଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଗଭୀର କରିବାକୁ ତତ୍ପର ଅଟେ। ତୃତୀୟ ସପ୍ତାହରେ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ 2 ରେଜଲ୍ଟ। ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ 2 ପରୀକ୍ଷାଫଳ ପ୍ରକାଶ କରାଯିବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ। ସେ କହିଛନ୍ତି, ଆସନ୍ତା 6 ତାରିଖରେ ରେଜଲ୍ଟ ବାହାରିବା ନେଇ କରାଯାଇଥିଲା ପ୍ରଚାର, କିନ୍ତୁ ଏହା ଗୁଜବ ଅଟେ। ମଇ 1 ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଥିବା ବେଳେ ଏବେ ଏ ସମ୍ପର୍କିତ ପ୍ରକ୍ରିୟା ଚାଲୁଛି। ତେଣୁ ନିର୍ଦ୍ଦିଷ୍ଟ ଭାବରେ କେବେ ଫଳାଫଳ ପ୍ରକାଶ ପାଇବ ତାହା ଶୀଘ୍ର ଜଣାଇ ଦିଆଯିବ। ପାକିସ୍ତାନୀ ମହିଳାଙ୍କ ସହ ବିବାହ ତଥ୍ୟ ଲୁଚାଇଥିବା ସିଆରପିଏଫ୍ ଯବାନ ଚାକିରିରୁ ବହିଷ୍କୃତ। ପାକିସ୍ତାନୀ ମହିଳାଙ୍କ ସହ ବିବାହିତ ସମ୍ପର୍କ ତଥ୍ୟ ଲୁଚାଇବା ଅଭିଯୋଗରେ ମୁନିର ଅହମ୍ମଦ ନାମକ ଜଣେ ଯବାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ମୁନିର ତାଙ୍କ ପାକିସ୍ତାନୀ ପତ୍ନୀଙ୍କୁ ଭିସାର ଅବଧି ସରିବା ପରେ ମଧ୍ୟ ଭାରତରେ ରଖିଥିଲେ। ତାଙ୍କ କାର୍ଯ୍ୟ ସେବା ଆଚରଣ ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପ୍ରତି କ୍ଷତିକାରକ ବୋଲି ଜଣାପଡ଼ିଥିଲା ବୋଲି ସିଆରପିଏଫ୍ କହିଛି। ସୂଚନା ଥାଉ କି 2024 ମସିହାରେ ପାକିସ୍ତାନର ମିନଲ ଖାନଙ୍କୁ ସିଆରପିଏଫ୍ ଯବାନ ମୁନିର ଅନଲାଇନରେ ବାହା ହୋଇଥିଲେ। ପହଲଗାମ ଆତଙ୍କୀ ହମଲାରେ ପିଏମ୍ ମୋଦିଙ୍କୁ ପ୍ରଥମ ଥର ଭେଟିଲେ ଜମ୍ମୁ କାଶ୍ମୀରର ସିଏମ୍ ଓମାର ଅବଦୁଲ୍ଲା। ପହଲଗାମ ଆତଙ୍କୀ ହମଲା ପରେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଥର ପାଇଁ ଭେଟିଛନ୍ତି। ରିପୋର୍ଟ ଅନୁସାରେ ବୈଠକ ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା, ଯେଉଁଥିରେ ଦୁଇ ନେତା ଆକ୍ରମଣ ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସେହିପରି ଏହି ସମୟରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଛି। ପହଲଗାମରେ ଆତଙ୍କୀ ହମଲାରେ 26 ଜଣଙ୍କର ଜୀବନ ଯାଇଛି। ଆତଙ୍କୀ ହମଲା ପୂର୍ବରୁ ଶ୍ରୀନଗରରେ ଆକ୍ରମଣ ହେବା ନେଇ ସୂଚନା ପାଇଥିଲା ଗୁଇନ୍ଦା ସଂସ୍ଥା। ରିପୋର୍ଟ ଏପ୍ରିଲ 22 ତାରିଖରେ ହୋଇଥିବା ଜମ୍ମୁ କାଶ୍ମୀର ପହଲଗାମ ଆକ୍ରମଣର କିଛି ଦିନ ପୂର୍ବରୁ ଶ୍ରୀନଗରରେ ସମ୍ଭାବ୍ୟ ଆତଙ୍କୀ ହମଲା ହେବା ନେଇ ଗୁଇନ୍ଦା ସଂସ୍ଥାକୁ ସୂଚନା ମିଳିଥିଲା। ପିଟିଆଇ ରିପୋର୍ଟ ଅନୁସାରେ ଜାବରୱାନ ରେଞ୍ଜ ନିକଟସ୍ଥ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହେବା ନେଇ ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଥିଲା। ଏହାପରେ ଦାଚିଗାମ, ନିଶାଦ ଓ ଅନ୍ୟାନ୍ୟ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ତେବେ 2 ସପ୍ତାହର ଅପରେସନ ପରେ ବି ଆତଙ୍କୀଙ୍କ ସୁରକ୍ଷା ମିଳିନଥିଲା। ଥିଲେ ଜେଲ୍ 8 ବର୍ଷ ଚାଲିଲା କେସ୍। ହ୍ୱାଟ୍ସଆପରେ ମେସେଜ ଫରୱାର୍ଡ କରି ଏମିତି ଫସିଥିଲେ ଦିଲ୍ଲୀ ପୂଜାରୀ। ଦିଲ୍ଲୀର ଜଣେ ପୂଜାରୀଙ୍କ ପାଇଁ ହ୍ୱାଟ୍ସଆପରେ ମେସେଜ ଫରୱାର୍ଡ କରିବା ଏପରି ମହଙ୍ଗା ପଡ଼ିଲା ଯେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, ଦୀର୍ଘ 8 ବର୍ଷ ଧରି ମକଦ୍ଦମା ଚାଲିବା ପରେ ଶେଷରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଆଧାରରେ ମାମଲା ବନ୍ଦ କରାଯାଇଛି। ପୂଜାରୀ ସତୀଶ ତିୱାରୀ ଜଣେ ପରିଚିତ ଲୋକଙ୍କୁ 2017 ମସିହାରେ ମେସେଜଟି ଫରୱାର୍ଡ କରିଥିଲେ, ଯାହା ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିଲା। ମହମ୍ମଦ ହାସିନଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା ଓ କରୱାଲ ନଗର ପୋଲିସ। ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଘଟଣା। ଶ୍ରୀମନ୍ଦିର ସବୁ ସେବାୟତ ନିଯୋଗକୁ ନୋଟିସ ଜାରି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ମଧ୍ୟରୁ ଶ୍ରୀମନ୍ଦିରର ସମସ୍ତ ସେବାୟତ ନିଯୋଗକୁ ନୋଟିସ ଜାରି କରାଯାଇଛି। ଦୀଘା ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନେଇ ଦ୍ୱନ୍ଦ୍ୱାତ୍ମକ ତଥ୍ୟ ପାଇଁ ନୋଟିସ କରାଯାଇଛି। ଆସନ୍ତା ରବିବାର ସନ୍ଧ୍ୟା 5ଟା ସୁଦ୍ଧା ଏ ସଂକ୍ରାନ୍ତରେ ଲିଖିତ ଭାବରେ ଜଣାଇବାକୁ ସମସ୍ତ ସେବାୟତ ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି। ଦୀଘାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ପରେ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଛି।
କଟକରେ ବ୍ରିଜରୁ ଖସି ପଡ଼ିଲା ସ୍ଲାବ୍, 3 ଶ୍ରମିକ ମୃତ ଓ 2 ଗୁରୁତର। କଟକ ଖାନନଗରରେ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସି ପଡ଼ିବାରୁ 5 ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଅନ୍ୟ 2 ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ହସ୍ତାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ଦେଖିବାକୁ ମିଳିଛି। ଶକ୍ତିରେ ପରିଚାଳିତ ହେବ ସରକାରୀ କାର୍ଯ୍ୟାଳୟ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଆଗାମୀ 5 ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ ଏବଂ ଆଗାମୀ ଦିନରେ ସମସ୍ତ ସରକାରୀ ଅଫିସକୁ ସୌର ଶକ୍ତିରେ ପରିଚାଳନା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହାସହ ସେ କହିଛନ୍ତି ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରିବାକୁ ସରକାର ନୂତନ ପଲିସି ପ୍ରଣୟନ କରିବେ। ସରକାରୀ ସ୍ତରରେ ଏହାକୁ ଆଗୁଆ କାର୍ଯ୍ୟକାରୀ କରାଯିବ। ତେବେ ଏଥିପାଇଁ ସରକାରୀ ବାସଭବନରେ ସୌର ପ୍ୟାନେଲ ବାଧ୍ୟତାମୂଳକ କରାଯିବ ବୋଲି ସେ କହିଛନ୍ତି। 74% ଜେନ୍ ଜେଡ୍ ୟୁଜର ସପ୍ତାହକୁ ସର୍ବନିମ୍ନ 6 ଘଣ୍ଟା ମୋବାଇଲ ଗେମ୍ ଖେଳୁଛନ୍ତି, ସିଏମଆର ରିପୋର୍ଟ। ସାଇବର ମିଡିଆ ରିସର୍ଚ୍ଚର ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରାୟ 74% ଜେନ୍ ଜେଡ୍ ୟୁଜର 13 ରୁ 28 ବର୍ଷ ସପ୍ତାହକୁ ଅତି କମରେ 6 ଘଣ୍ଟା ମୋବାଇଲ ଗେମ୍ ଖେଳୁଛନ୍ତି। ସେହିପରି ସପ୍ତାହକୁ 32% ଭାରତୀୟ 4 ରୁ 6 ଘଣ୍ଟା ମୋବାଇଲ ଗେମ୍ ଖେଳୁଥିବା ଜଣାପଡ଼ିଛି। ଦେଶରେ ପ୍ରମୁଖ ସହରଗୁଡ଼ିକରେ ପ୍ରାୟ ତିନୋଟି ବୟସ ବର୍ଗ ଯଥା ମିଲେନିଆଲ 28 ରୁ 44 ବର୍ଷ, ଜେନ୍ ଜେଡ୍ 13 ରୁ 28 ବର୍ଷ, ଜେନ୍ ଆଲଫା 13 ବର୍ଷ ପର୍ଯ୍ୟନ୍ତର 1550 ୟୁଜରଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଆତଙ୍କୀ ହମଲାର ସନ୍ଦିଗ୍ଧ ବାବଦରେ ମିଳିଲା ଗୁଇନ୍ଦା ସୂଚନା, ଶ୍ରୀଲଙ୍କାରେ ବିମାନର ହେଲା ଯାଞ୍ଚ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ ଭାରତୀୟ ଗୁଇନ୍ଦାର ସୂଚନା ମିଳିବା ପରେ ଆଜି ଶନିବାର ଚେନ୍ନାଇରୁ ଯାଇଥିବା ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ବିମାନକୁ କଲମ୍ବୋ ବିମାନ ବନ୍ଦରରେ ଯାଞ୍ଚ କରାଯାଇଥିଲା। ଏହାକୁ ନେଇ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଭାରତରେ ୱାଣ୍ଟେଡ୍ ଥିବା ଜଣେ ସନ୍ଦିଗ୍ଧ ବିମାନରେ ଥିବା ନେଇ ଆଲର୍ଟ ମିଳିବା ପରେ ଏହି ଯାଞ୍ଚ କରାଯାଇଥିଲା। ସୂଚନା ଥାଉ କି ପହଲଗାମ ଆତଙ୍କୀ ହମଲାରେ 26 ଜଣଙ୍କ ଜୀବନ ଯାଇଛି। ମେ 12ରୁ କାର୍ଯ୍ୟକ୍ଷମ ହେବ ଭୁବନେଶ୍ୱର ନ୍ୟୁ ଷ୍ଟେସନ, ଚଳାଚଳ କରିବ 3 ଏକ୍ସପ୍ରେସ। ଆସନ୍ତା ମେ 12 ତାରିଖରେ ଭୁବନେଶ୍ୱର ନ୍ୟୁ ଷ୍ଟେସନରେ 3ଟି ଟ୍ରେନ୍ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ହେଲା କୋଣାର୍କ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଓ ଭୁବନେଶ୍ୱର ବିଶାଖା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ। ପୂର୍ବରୁ ଥିବା ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ 3 ଟ୍ରେନ୍ ନୂଆ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବେ। ଉତ୍ତର ଭୁବନେଶ୍ୱର ଓ ଆଠଗଡ଼ ଏବଂ କଟକ ଅଞ୍ଚଳର ଲୋକମାନେ ଅଧିକ ଲାଭ ପାଇବେ। ଉତ୍ତେଜନା ମଧ୍ୟରେ 85ଟି ମିସାଇଲ ଓ 48ଟି ଲଞ୍ଚର ପାଇଁ ଟେଣ୍ଡର ଜାରି କଲା ସେନା। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ଭାରତୀୟ ସେନା ଶତ୍ରୁ ପକ୍ଷର ବିମାନ, ହେଲିକପ୍ଟର ଓ ଡ୍ରୋନ୍‌କୁ ଖସାଇ ଦେବା ପାଇଁ କାନ୍ଧରେ ରଖି ମରାଯାଉଥିବା ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଏକ ଟେଣ୍ଡର ଜାରି କରିଛି। ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସେନା 48ଟି ଲଞ୍ଚର ଏବଂ 85ଟି ମିସାଇଲ ଓ ଅନ୍ୟାନ୍ୟ ଉପକରଣ ପାଇଁ ଟେଣ୍ଡର ଜାରି କରିଛି। ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ 2 ରେଜଲ୍ଟ। ଚଳିତ ମାସ ତୃତୀୟ ସପ୍ତାହ ଯୁକ୍ତ 2 ଫଳାଫଳ ପ୍ରକାଶ କରାଯିବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ। ସେ କହିଛନ୍ତି ଆସନ୍ତା 6 ତାରିଖରେ ରେଜଲ୍ଟ ବାହାରିବା ନେଇ କରାଯାଇଥିବା ପ୍ରଚାର ଗୁଜବ ଅଟେ। ମଇ 1 ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଥିବା ବେଳେ ଏବେ ଏ ସମ୍ପର୍କିତ ପ୍ରକ୍ରିୟା ଚାଲିଛି। ତେଣୁ ନିର୍ଦ୍ଦିଷ୍ଟ ଭାବରେ କେବେ ଫଳାଫଳ ପ୍ରକାଶ ପାଇବ ତାହା ଶୀଘ୍ର ଜଣାଇ ଦିଆଯିବ। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ମୋତେ ନ୍ୟାୟ ଦରକାର କହି କାନ୍ଦି ପକାଇଲେ ଛାତ୍ରୀଙ୍କର ବାପା। କିଟ୍ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ମୋତେ ନ୍ୟାୟ ଦରକାର କହି କାନ୍ଦି ପକାଇଛନ୍ତି ତାଙ୍କ ବାପା। ଶନିବାର ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେବା ସହ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ସମୟରେ ତାଙ୍କ ବାପା କହିଛନ୍ତି ପୋଲିସ କେବଳ ମୃତଦେହ ଜବତ କରିଛି, କାର୍ଯ୍ୟାନୁଷ୍ଠାନ ନେଇନି। ଆମେ ଅପେକ୍ଷା କରିଛୁ ପୋଲିସ କ'ଣ ପଦକ୍ଷେପ ନେଉଛି। ସୂଚନା ଥାଉ କି କିଟ୍‌ରେ ପୂର୍ବରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ବିରୋଧରେ ଭାରତ ଆଉ ଏକ ନିଷ୍ପତ୍ତି, ଡାକ ଓ ପାର୍ସଲ ସେବା ଉପରେ ଲଗାଇଲା ରୋକ୍। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ପାକିସ୍ତାନ ବିରୋଧରେ ନେଉଛନ୍ତି ଏବଂ ସେଥିମଧ୍ୟରୁ ଆଜି ପାକିସ୍ତାନ ସହିତ ସମସ୍ତ ପ୍ରକାରର ଡାକ ଓ ପାର୍ସଲ ଆଦାନ-ପ୍ରଦାନ ଉପରେ ରୋକ୍ ଲଗାଇଛନ୍ତି। ଡାକ ବିଭାଗ କହିଛି ଯେ ସରକାର ବିମାନ ଓ ସ୍ଥଳପଥରେ ପାକିସ୍ତାନ ସହିତ ସମସ୍ତ ବର୍ଗର ଡାକ ଏବଂ ପାର୍ସଲ ଆଦାନ-ପ୍ରଦାନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ସହ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ନୂଆ ବନ୍ଦର, କେରଳରେ ହେଲା ଉଦ୍ଘାଟନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 8,900 କୋଟି ଟଙ୍କା ବ୍ୟୟରେ ହୋଇଥିବା କେରଳର
ଭିଜିନଜାମ୍ ବନ୍ଦରକୁ ଉଦ୍ଘାଟନ କରିଛନ୍ତି। ଏହି ଗଭୀର ଜଳ ବହୁମୁଖୀ ସମୁଦ୍ର ବନ୍ଦରକୁ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ଅଧୀନରେ କେରଳ ସରକାର ଓ ଆଦାନୀ ପୋର୍ଟସ୍ ମିଶି ନିର୍ମାଣ କରିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ ଏହି ବନ୍ଦର ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ଓ କାର୍ଗୋ ପରିବହନ ପାଇଁ ବିଦେଶୀ ବନ୍ଦର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ। ସହିତ ଉତ୍ତେଜନା ମଧ୍ୟରେ 450 କିଲୋମିଟର ରେଞ୍ଜର ବାଲାଷ୍ଟିକ୍ ମିସାଇଲ୍ ପରୀକ୍ଷଣ କଲା ପାକିସ୍ତାନ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ 450 କିଲୋମିଟର ରେଞ୍ଜର ବାଲାଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ଏନେଇ ପାକିସ୍ତାନୀ ସେନା ଶନିବାର ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ଏକ ବାଲାଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ ଅବ୍ଦାଲି ୱେପନ୍ ସିଷ୍ଟମ୍ ନାମକ ଏହି ମିସାଇଲକୁ ସାମରିକ ଅଭ୍ୟାସ ଏକ୍ସରସାଇଜ୍ ଇଣ୍ଡସ୍ ଅନ୍ତର୍ଗତ ପରୀକ୍ଷଣ କରାଯାଇଛି। ଜଗନ୍ନାଥ ଧାମ ସେ ହେଉଛି ପୁରୀ। ବିଜେପି ସାଂସଦ ସମ୍ବିତ ପାତ୍ର ଦୀଘାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ବିବାଦକୁ ନେଇ ମତ ରଖି ପୁରୀ ସାଂସଦ ସମ୍ବିତ ପାତ୍ର ଦୃଢ଼ ପ୍ରତିବାଦ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ ରହିଛି। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ। ବିଶ୍ୱରେ 4 ଧାମ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଜଗନ୍ନାଥ ଧାମ ହେଉଛି ପୁରୀ। ସେହିପରି ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ସରକାର ପକ୍ଷରୁ ଦୀଘାକୁ ଜଗନ୍ନାଥ ଧାମ ବୋଲି କୁହାଯାଉଛି। ପୂର୍ବତନ ପିଏମ୍ ଇମ୍ରାନ ଖାନଙ୍କ ଦଳର 82 ଜଣ କର୍ମୀଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଗତ ବର୍ଷ ହିଂସାତ୍ମକ ପ୍ରତିବାଦରେ ମାମଲାରେ ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ ଅଦାଲତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇର 82 ଜଣ କର୍ମୀଙ୍କୁ 4 ମାସର ଜେଲ୍ ଦଣ୍ଡ ଶୁଣାଇଛନ୍ତି। 2024 ମସିହା ନଭେମ୍ବର 26 ତାରିଖରେ ଇସଲାମାବାଦ ଓ ରାଓଲପିଣ୍ଡିରେ ପ୍ରତିବାଦ ଉପରେ 1500ରୁ ଅଧିକ ପିଟିଆଇ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ଜେଲରେ ଥିବା ଇମ୍ରାନ ଖାନଙ୍କୁ ଛାଡ଼ିବା ପାଇଁ ଏମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏହି ପ୍ରତିବାଦ କରିଥିଲେ। ପାକିସ୍ତାନୀ ଜାହାଜର ପ୍ରବେଶ ଉପରେ ବ୍ୟାନ୍ ଲଗାଇଲା ଭାରତ। ପହଲଗାମ ଆତଙ୍କବାଦୀ ହମଲା ଉପରେ ଉତ୍ତେଜନା ମଧ୍ୟରେ ଭାରତ ବନ୍ଦରଗୁଡ଼ିକ ପାକିସ୍ତାନୀ ଜାହାଜର ପ୍ରବେଶ ଉପରେ ଭାରତ ବ୍ୟାନ୍ ଲଗାଇଛି। ପାକିସ୍ତାନର ପତାକା ଲାଗିଥିବା ଜାହାଜଗୁଡ଼ିକ ଭାରତ ବନ୍ଦରଗୁଡ଼ିକରେ ପ୍ରବେଶ ନ କରିବା ପାଇଁ କୁହାଯାଇଛି। ସେହିପରି ଭାରତୀୟ ଜାହାଜ ମଧ୍ୟ ପାକିସ୍ତାନର କୌଣସି ବନ୍ଦରକୁ ନ ଯିବା ପାଇଁ ଜାହାଜ ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଜାରି କରିଛି। ଭାରତୀୟ ଜାହାଜ ଚଳାଚଳ କରୁଥିବା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ମିଳିଛି। ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଲିଙ୍ଗରାଜ ମନ୍ଦିର ବେଢାର ଫଟୋ। କଡ଼ା ସୁରକ୍ଷା ସତ୍ତ୍ୱେ ଲିଙ୍ଗରାଜ ମନ୍ଦିର ବେଢାର ଫଟୋ ଭାଇରାଲ ହୋଇଛି। ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ଭିତରେ ଫଟୋ ଉଠାଇଥିଲେ। ସୁସ୍ମିତାଙ୍କ ଫଟୋ ଉଠାଇବା ସେବାୟତ ନିଜ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିବା ପରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ଶିଳ୍ପା ସେଟ୍ଟୀଙ୍କ ଫଟୋ ମଧ୍ୟ ଭାଇରାଲ ହେବା ପରେ ବିବାଦ ଦେଖାଦେଇଥିଲା। ବ୍ୟାନ୍ ଲଗାଇବା ପୂର୍ବରୁ ପାକିସ୍ତାନଠାରୁ କ'ଣ କିଣୁଥିଲା ଭାରତ? ପହଲଗାମ ଆତଙ୍କ ହମଲା ପରେ ଭାରତ ପାକିସ୍ତାନଠାରୁ ସବୁ ପ୍ରକାରର ଆମଦାନୀ ଉପରେ ରୋକ୍ ଲଗାଇଛି। ରିପୋର୍ଟ ଅନୁସାରେ ପୂର୍ବରୁ ଭାରତ ପାକିସ୍ତାନଠାରୁ ମୁଲତାନୀ ମାଟି, କଟନ୍, ସଲଫର, ପଥର ଓ ଚୂନ ଆଦି କିଣୁଥିଲା। ସେହିପରି ପାକିସ୍ତାନରୁ କିଣାଯାଉଥିବା ଅନ୍ୟାନ୍ୟ ଜିନିଷ ମଧ୍ୟରେ ଚମଡ଼ାର ସାମଗ୍ରୀ, ଫଳ, ଜୈବିକ ରସାୟନ ପଦାର୍ଥ ଅନ୍ତର୍ଭୁକ୍ତ ରହିଥିଲା। ସୂଚନାଯୋଗ୍ୟ କି ଆତଙ୍କୀ ହମଲା ପରେ ପାକିସ୍ତାନ ଉପରେ କଠୋର ପଦକ୍ଷେପ ଗ୍ରହଣ କରିଛି ଭାରତ। ଆଇସିଆଇସି ସମେତ 5ଟି ବ୍ୟାଙ୍କ ଉପରେ 2.5 କୋଟି ଟଙ୍କା ଜୋରିମାନା ଲଗାଇଲା ଆର୍ବିଆଇ। ନିୟାମକ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ଆର୍ବିଆଇ 5ଟି ଘରୋଇ ବ୍ୟାଙ୍କ ଉପରେ 2.5 କୋଟି ଟଙ୍କାର ଜୋରିମାନା ଲଗାଇଛି। ଏଥିରେ ଆଇସିଆଇସି ବ୍ୟାଙ୍କ 97.8 ଲକ୍ଷ, ଆକ୍ସିସ୍ ବ୍ୟାଙ୍କ ଉପରେ 29.6 ଲକ୍ଷ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଉପରେ 31.8 ଲକ୍ଷ ଏବଂ ଆଇଡିବିଆଇ ବ୍ୟାଙ୍କ 31.8 ଲକ୍ଷ ଓ ବ୍ୟାଙ୍କ ଅଫ୍ ବରୋଦା 61.4 ଲକ୍ଷରେ ସାମିଲ ଅଛନ୍ତି। ସାଇବର ସୁରକ୍ଷା, ଗ୍ରାହକ ସେବା ଓ କେୱାଇସି ପ୍ରକ୍ରିୟା ଇତ୍ୟାଦି ସହିତ ଜଡ଼ିତ ତ୍ରୁଟିକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିଟ୍ରେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କର ମୃତଦେହ ନେପାଳ ନେବାକୁ ପରିବାର ଅମଙ୍ଗ। ପୁରୀରେ ହେବ ଶେଷକୃତ୍ୟ। କିଟ୍ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କର ମୃତଦେହ ପରିବାର ଲୋକେ ନେପାଳ ନେବାକୁ ଅମଙ୍ଗ ହେବାରୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଆଜି ଶନିବାର ଏମ୍ସରେ ମୃତ ଛାତ୍ରୀଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଅନ୍ୟପଟରେ ଛାତ୍ରୀଙ୍କର ଆତ୍ମହତ୍ୟା ଘଟଣାକୁ ୟୁଜିସି ଗୁରୁତର ସହିତ ନେଇଛି। ଘଟଣାର ତଦନ୍ତ ପାଇଁ ଗଠିତ କରିଛି ଫ୍ୟାକ୍ଟ ଫାଇଣ୍ଡିଂ କମିଟି। 10 ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ୟୁଜିସି ନିକଟରେ ଦାଖଲ କରିବ ଏହି କମିଟି। ଆକ୍ରମଣକୁ ନେଇ ପାକିସ୍ତାନରୁ ସମସ୍ତ ଆମଦାନୀ ବନ୍ଦ କଲା ଭାରତ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାକିସ୍ତାନରୁ ଆସୁଥିବା ସମସ୍ତ ସାମଗ୍ରୀ ଓ ପଡ଼ୋଶୀ ଦେଶ ଦେଇ ପରିବହନ କରୁଥିବା ସାମଗ୍ରୀର ଆମଦାନୀ ଉପରେ ରୋକ୍ ଲଗାଇଛି।
ମେ 2 ଶୁକ୍ରବାର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ DGFT ର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ନିଷେଧ ତୁରନ୍ତ କାର୍ଯ୍ୟକାରୀ ହେବ ଓ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜାତୀୟ ସୁରକ୍ଷା ଓ ସାର୍ବଜନୀନ ନୀତିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କିପରି ଦୀଘା ଗଲା ସେ ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ମହାପ୍ରଭୁଙ୍କ ଦାରୁ କିପରି ସେଠାକୁ ଗଲା ସେ ନେଇ ତଦନ୍ତ ହେବ। ଜଗନ୍ନାଥ ମନ୍ଦିର ନିର୍ମାଣ କରିବାରେ କିଛି ଅସୁବିଧା ନାହିଁ, କିନ୍ତୁ ଠାକୁରଙ୍କ ବଳକା କାଠ ବ୍ୟବହାର କରିବା ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ଫେରିବା ପରେ ତାଙ୍କ ସହ କଥା ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ। କର୍ମଚାରୀଙ୍କର ପ୍ରମୋସନ ପାଇବାର କୌଣସି ଅଧିକାର ନାହିଁ, କହିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ କର୍ମଚାରୀଙ୍କର ପ୍ରମୋସନ ପାଇବାର ଅଧିକାର ନାହିଁ, କିନ୍ତୁ ଅଯୋଗ୍ୟ ଘୋଷଣା ନ ହେବା ପର୍ଯ୍ୟନ୍ତ ପ୍ରମୋସନ ପାଇଁ ତାଙ୍କ ନାମକୁ ବିଚାର କରାଯିବ। ତାମିଲନାଡୁର ଜଣେ କନେଷ୍ଟବଳଙ୍କ ନାମ ସବ୍ଇନ୍ସପେକ୍ଟର ପଦବୀକୁ ପ୍ରମୋସନ ପାଇଁ ବିଚାର କରାନଯିବାରୁ ସେ ଅଭିଯୋଗ କରିଥିଲେ, ଯାହାର ବିଚାର କରି କୋର୍ଟ ଏପରି କହିଛନ୍ତି। ଏକ ମାମଲାରେ ତାଙ୍କୁ ଦୋଷମୁକ୍ତ କରାଯାଇଥିବା ବେଳେ ତାଙ୍କ ନାମକୁ ପ୍ରମୋସନ ପାଇଁ ବିଚାର କରାଯାଇନଥିବା ସେ କୋର୍ଟକୁ କହିଥିଲେ। ଯଦି ଭାରତ ସିନ୍ଧୁ ନଦୀ ଉପରେ ବନ୍ଧ ବାନ୍ଧେ ପାକିସ୍ତାନ ଆକ୍ରମଣ କରିବ, କହିଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ। ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଦେଇଥିବା ବେଳେ ଏବେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଯଦି ଭାରତ ସିନ୍ଧୁ ନଦୀ ଉପରେ ବନ୍ଧ ବାନ୍ଧେ ତେବେ ପାକିସ୍ତାନ ଉପରେ ଆକ୍ରମଣ କରିବ। ଉଲ୍ଲେଖଯୋଗ୍ୟ ଯେ ଏହି ଚୁକ୍ତିରେ ସିନ୍ଧୁ ନଦୀ ପ୍ରଣାଳୀରେ ଆସୁଥିବା 6ଟି ନଦୀ ଯଥା ରାବି, ବ୍ୟାସ, ସତଲୁଜ ନଦୀର ପାଣି ଭାରତକୁ ଓ ସିନ୍ଧୁ, ଝେଲମ ଓ ଚିନାବର ପାଣି ପାକିସ୍ତାନକୁ ଦିଆଯାଉଥିଲା। ଆଜିର ନ୍ୟୁଜ ଏଇଠି ସାରିବା, ପୁଣି ଦେଖାହବ କାଲି ସକାଳେ ଆଉ କିଛି ନୂଆ ନ୍ୟୁଜ ସହିତ। ଧନ୍ୟବାଦ, ନମସ୍କାର। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଆପଣ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରନ୍ତୁ। ଆପଣଙ୍କର ଗୋଟେ ଲାଇକ୍ ଆମ ପାଇଁ ପ୍ରେରଣା ଯୋଗାଇବ।